ଯାତ୍ରା ପୁସ୍ତକ 20 ପର୍ବ। ଅନନ୍ତର ସଦାପ୍ରଭୁ ଏହି ସବୁ କଥା କହିଲେ, ଯଥା ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିଶର ଦେଶରୁ ବାହାର କରି ଆଣିଛନ୍ତି, ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପରିସ୍ଥ ସ୍ୱର୍ଗରେ, କି ନିଚସ୍ଥ ପୃଥିବୀରେ, କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କ ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମର ସଦାପ୍ରଭୁ ପରମେଶ୍ୱର ସୌଗୌରବର ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧ ପ୍ରତିଫଳଦାତା। ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ, ଯେହେତୁ ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିର ଅପରାଧ ଗଣନା କରିବେ ନାହିଁ। ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। 6 ଦିନ ପରିଶ୍ରମ ଓ ଆପଣର ସବୁ କର୍ମ କରିବ, ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ବିଶ୍ରାମ ଦିନ ଅଟେ। ତହିଁରେ କି ତୁମେ ତୁମର ପୁତ୍ର କି ତୁମର କନ୍ୟା, ତୁମର ଦାସ କି ଦାସୀ, ତୁମର ପଶୁ କି ତୁମର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ 6 ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି। ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ କର। ତହିଁରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ। ତୁମେ ନରହତ୍ୟା କରିବ ନାହିଁ, ତୁମେ ବ୍ୟଭିଚାର କରିବ ନାହିଁ, ତୁମେ ଚୋରି କରିବ ନାହିଁ, ତୁମେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ, ତୁମେ ଆପଣା ପ୍ରତିବାସୀର ଗୃହକୁ ଲୋଭ କରିବ ନାହିଁ, ତୁମେ ଆପଣା ପ୍ରତିବାସୀର ଭାର୍ଯ୍ୟା କି ଦାସ କି ଦାସୀ କି ତାହାର ଗୋରୁ କି ଗଧ କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ। ସେତେବେଳେ ସମସ୍ତ ଲୋକ ମେଘ ଗର୍ଜନ ଓ ବିଜୁଳି ଓ ତୁରୀଧ୍ୱନି ଧୂମଯୁକ୍ତ ପର୍ବତ ଦେଖିଲେ। ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ। ଆଉ ସେମାନେ ମୋଶାଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ସଙ୍ଗେ କଥା କୁହ, ଆମ୍ଭେମାନେ ଶୁଣିବୁ। ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କହନ୍ତୁ, ନଇଲେ ଆମ୍ଭେ ମରିଯିବୁ। ତହିଁରେ ମୋଶା ଲୋକମାନଙ୍କୁ କହିଲେ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେପରି ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କ ଚକ୍ଷୁଗୋଚର କରିବାକୁ ପରମେଶ୍ୱର ଆସିଛନ୍ତି। ତେଣୁ ଲୋକମାନେ ଦୂରରେ ଠିଆ ହୋଇ ରହିଲେ। ମାତ୍ର ଯେଉଁଠାରେ ପରମେଶ୍ୱର ଥିଲେ, ମୋଶା ସେହି ଘୋର ଅନ୍ଧକାର ନିକଟକୁ ଗମନ କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ଆମ୍ଭେ ଆକାଶରେ ଥାଇ ତୁମ୍ଭମାନଙ୍କ ସହିତ କଥା କହିଲୁ, ଏହା ତ ତୁମ୍ଭେମାନେ ନିଜେ ଦେଖିଲ। ଏହେତୁ ତୁମ୍ଭେମାନେ ଆମ୍ଭର ପ୍ରତିଯୋଗୀ। ଅନ୍ୟ ଦେବତାଗଣ ନିର୍ମାଣ କରିବ ନାହିଁ। ଆପଣମାନଙ୍କ ନିମନ୍ତେ ରୌପ୍ୟମୟ ଦେବତା ଓ ସ୍ୱର୍ଣ୍ଣମୟ ଦେବତା ନିର୍ମାଣ କରିବ ନାହିଁ। ତୁମ୍ଭେ ଆମ୍ଭ ନିମନ୍ତେ ଏକ ମୂର୍ତ୍ତିକାର ବେଦୀ ନିର୍ମାଣ କରିବ। ପୁଣି ତହିଁ ଉପରେ ତୁମ୍ଭର ମେଷ ଗବାଦି ହୋମ ବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ଆମେ ଯେଉଁ ପ୍ରତ୍ୟେକ ସ୍ଥାନରେ ଆପଣା ନାମ ସ୍ମରଣ କରାଇବା, ସେହି ପ୍ରତ୍ୟେକ ସ୍ଥାନରେ ଆମେ ତୁମ ନିକଟକୁ ଆସି ତୁମକୁ ଆଶୀର୍ବାଦ କରିବା। ଯେବେ ତୁମେ ଆମ ନିମନ୍ତେ ପ୍ରସ୍ତର ବେଦୀ ନିର୍ମାଣ କରିବ, ତେବେ ଖୋଦିତ ପ୍ରସ୍ତରରେ ତାହା ନିର୍ମାଣ କରିବ ନାହିଁ, କାରଣ ତହିଁ ଉପରେ ତୁମ୍ଭେ ଆପଣା ଅସ୍ତ୍ର ଉଞ୍ଚାଇଲେ ତାହା ଅପବିତ୍ର କରିବ। ଆଉ ତୁମର ଉଲ୍ଲଙ୍ଗତା ଆମ ବେଦୀ ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମେ ପାବଛ ଦେଇ ଆମ୍ଭ ବେଦୀ ଉପରକୁ ଉଠିବ ନାହିଁ। ଯାତ୍ରା ପୁସ୍ତକ 21 ପର୍ବ। ଆଉ ତୁମ୍ଭେ ଏହି ସବୁ ଶାସନ ସେମାନଙ୍କର ଜ୍ଞାନ ଗୋଚର କରିବ, ଯଥା ତୁମେ ଏବ୍ରିୟ ଦାସ କ୍ରୟ କଲେ, ସେ 6 ବର୍ଷ ସେବା କରିବ। ପୁଣି ସପ୍ତମ ବର୍ଷରେ ସେ ବିନା ମୂଲ୍ୟରେ ମୁକ୍ତ ହୋଇଯିବ। ଯେବେ ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ। ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତା ସଙ୍ଗେ ବାହାରିଯିବ। ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀ ଠାରୁ ପୁତ୍ର କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରିଯିବ। ମାତ୍ର ମୁଁ ଆପଣା ପ୍ରଭୁଙ୍କୁ
पुणी आपणा भार्या और संतानगण को प्रेम करे, एणु मुक्त होइजिबि नाही। एपरी कथा जेबे सेई दास दृढ़ रूपे कहिब, तेबे ताहार प्रभु ताहाकु परमेश्वर को निकट को नहीं जीव। पुणी ताहाकु कबाट बा बाजुबंध निकट को आनी तार प्रभु बिंधिणी रे तार कर्ण बिंधिब, तहिरे से सदाकाल ताहार सेवा करिब। आउ केही जेबे आपणा कन्या को दासी रूपे विक्रय करे, तेबे से दास मानक परी मुक्त होइजिब नाही। ताहार प्रभु ताहाकु आपणा पई निरूपण कले हे, जेबे ता प्रति असंतुष्ट हुए, तेबे से ताहाकु मुक्त हेबाकु देव। ताहा प्रति प्रवंचना करिथिबारु अन्य देशीय मानक निकटरे ताहाकु विक्रय करिवार अधिकार पाइब नाही। किएवा जेबे से प्रभु आपणा पुत्र निमंते ताहाकु निरूपण करिथाए, तेबे से ताहा प्रति कन्या विषयक रीति अनुसारे व्यवहार करिब। जेबे से अन्य स्त्री सहित विवाह करे, तेबे तार अन्य वस्त्र और विवाहित कर्तव्यतर त्रुटि करिब नाही। जेबे से एही तीनिर त्रुटि करे, तेबे से स्त्री बिना मूल्य मुक्त होइजिब। केही जेबे कोनोसी मनुष्य को एपरी प्रहार करे जे से मरी जाए, तेबे अवश्य ताहार प्राणदंड हेबो। जेबे कोनोसी मनुष्य काहाको मारिबाकु चेष्टा करे नाही, मात्र परमेश्वर को इच्छा रे तार हस्त द्वारा ताहार मृत्यु हुए, तेबे जेउ स्थान को से पलाई पारे, एपरी स्थान आम्भे तुम पई निरूपण करिबा। मात्र जेबे केही छलना पूर्वक आपणा प्रतिवासी की बध करिबाकू दुस्साहस करे, तेबे तुम्भे ताहार प्राणदंड करिबा निमंते आम्भ बेदी निकटरू ताहाकू नहीं जीवो। पुणी जे केही आपणा पिता की माता को प्रहार करे, ताहार अवश्य प्राणदंड हेबो। आउ केही मनुष्य को चोरी करी जेबे विक्रय करे, अवा से जेबे ताहार अधिकार रे प्राप्त हुए, तेबे ताहार अवश्य प्राणदंड हेबो। जे केही आपणा पिता की माता को साप दिए, तार अवश्य प्राणदंड हेबो। आउ लोक माने एक आरोग्य सहित विवाद करू करू एक जन अन्य जन को प्रस्तर रे बा मुष्टि रे आघात कले, जेबे से न मरी सज्जागत हुए और पश्चात उठी जष्टि धरी बाहरे बुले, तेबे सेही प्रहारक निर्दोष हेबो। केवल ताहाकु ताहार कर्मर क्षतिर और चिकित्सार व्यय देवाकू पड़िबो। आउ केही अपना दास बा दासी की जष्टि द्वारा प्रहार कले, से जेबे ता हस्तरे मरे, तेबे से अवश्य दंडनीय हेबो। मात्र से जेबे 2-1 दिन बंचे, तेबे से दंडनीय हेबो नाही, कारण से तार रूपा स्वरूप। आ पुरुष माने परस्पर विवाद करू करू कोनोसी गर्भवती स्त्री की प्रहार कले, जेबे ताहार गर्भपात हुए, मात्र पश्चात आउ कोनोसी आपद न घटे, तेबे से स्त्रीर स्वामी जे रूपे दाबी करिवो, तदनुसारे ताहार अवश्य अर्थदंड हेबो। पुणी से विचारकर्ता मानक निर्धारण अनुसारे ताहा देव। मात्र जेबे कोनोसी आपद घटे, तेबे ताहार प्राण परिशोधरे प्राण, चक्षु परिशोधरे चक्षु, दंत परिशोधरे दंत, हस्त परिशोधरे हस्त, चरण परिशोधरे चरण, दाह परिशोधरे दाह, क्षत परिशोधरे क्षत, नोळा परिशोधरे नोळा दंड हेबो। आउ केही जेबे आपणा दासीर चक्षुरे आघात कले, जेबे ताहा नष्ट हुए, तेबे से ताहार चक्षु सकाशे ताहाकू मुक्त करिदेव। पुणी आघात द्वारा आपणा दास की दासीर दंत भग्न कले, से सेही दंत सकाशे ताहाकू मुक्त करिदेव। आउ गोरु कोनोसी पुरुष की स्त्री की बिंधिले, जेबे से मरे, तेबे सेही गोरु प्रस्तर द्वारा हत हेबो। पुणी ताहार मांस अखाद्य हेबो, मात्र गोरुर स्वामी दंड योग्य हेबो नाही। मात्र सेही गोरु पूर्वे बिंधु थाए, एथिर प्रमाण ताहार स्वामी की दियागले हे, ताकू न बांधिबा सकाशु से जेबे कोनोसी पुरुष की स्त्री की मारी पकाए, तेबे सेही गोरु प्रस्तर द्वारा हत हेबो। पुणी ताहार स्वामीर मध्य प्राणदंड हेबो। यद्यपि ताहार निमंते प्रायश्चित निरूपित हुए, तेबे से प्राण मुक्ति निमंते समुदाय निरूपित मूल्य देव। गोरु पुत्र को कि कन्या को बिंधिले, एही शासनानुसारे दंडित हेबो। काहार गोरु जेबे काहार दास की दासी की बिंधे, तेबे से ताहार प्रभु को 30 सेकल रूपा देव। आउ गोरु प्रस्तर द्वारा हत हेबो। आउ केही जेबे कोनोसी कूप अनावृत करे, किएबा कूप खोली तार आवृत न करे, तेबे तही भितरे कोनोसी गोरु की गध पड़िले, से कूपर कर्ता तहिर परिशोध करिब।
से सेमानक स्वामी की रूपा मूल्य देव, मात्र मृत पशु तार हेब। आउ एक जनर गोरु अन्य जनर गोरु को बिंधिले से जेबे मरे तेबे सेमाने जीवित गोरु को विक्रय करी तहिर मूल्य दुई भाग करिवे, पुणी मृत गोरु को मध्य दुई भाग करिनेबे। मात्र गोरु पूर्वे बिंधुथिबार जानी जेबे तार स्वामी ताकु सावधान रे रखि न थाए तेबे से गोरु परिशोध रे गोरु अवश्य देव, मात्र मृत गोरु ताहार निजर हेब। यात्रा पुस्तक 22 पर्व। जेबे केही गोरु की मेष चोरी करी बध करे अबा विक्रय करे तेबे से एक गोरु परिशोध रे 5 गोरु और एक मेष परिशोध रे 4 मेष देव। आउ चोर सिंधी काटी धरा पड़िले जेबे केही ताहाकु मारु मारु मारी पकाए तेबे से रक्तपातर दोषी हेब नाही, मात्र जेबे सूर्योदय उतारे ताहाकु बध करे तेबे से रक्तपातर दोषी हेब। आउ चोरा द्रव्य परिशोध करिबा चोरर कर्तव्य। जेबे ताहार किछि नथाए तेबे चोरी हेतुरु से बिका जीव। गोरु की गर्दभ कि मेषादी चोरा द्रव्य जेबे चोर हस्तरे जीवित मिले तेबे से तहिर 2 गुण देव। आउ केही जेबे अन्यर क्षेत्र रे कि द्राक्षा क्षेत्र रे गोरु चराए कि एबा अपना पशु को छाड़ी देले जेबे से अन्यर क्षेत्र रे चरे तेबे से लोक तहिर परिवर्तरे ताहाकु अपना क्षेत्रर उत्तम शस्य अबा अपना क्षेत्रर उत्तम फल देव। आउ अग्नि जली कंटक बनरे लागिले जेबे कहार कळई गदा अबा बढ़ंता शस्य कि क्षेत्र पोड़ी जाए तेबे सेई अग्नि लगाइबा लोक अवश्य तहिर मूल्य देव। आउ केही अपना प्रतिवासी निकटरे मुद्रा अबा कोनोसी द्रव्य रखिबा पई समर्पण कले ताहा जेबे केही मनुष्यर गृहरु चोरी करे और सेई चोर धरा पड़े तेबे से तहिर 2 गुण देव। जेबे चोर धरा न पड़े तेबे गृहस्वामी प्रतिवासीर द्रव्य रे हस्त देइछि कि नाही या जणा जीवा निमंते से परमेश्वर साक्षात रे उपस्थित हेब। पुणी सर्व प्रकार अधर्म विषय रे अर्थात गोरु की गर्दभ कि मेष की वस्त्रादि जे कोनोसी हजिला द्रव्य विषय रे जेबे केही कहे एहा सेई द्रव्य तेबे उभय पक्षर कथा परमेश्वर साक्षात रे उपस्थित हेब। तहिरे परमेश्वर ताहाकु दोषी करिवे। से अपना प्रतिवासी की 2 गुण देव। केही प्रतिवासी निकटरे अपना गध कि गोरु कि मेष कि एबा कोनोसी पशु प्रतिपालनार्थे रखिले जेबे काहारी न देखिबारे सेई पशु मरे अबा भग्नांग हुए कि एबा अड़ाई निया जाए तेबे से प्रतिवासीर द्रव्य रे हस्त देइछि कि नाही ए विषय रे उभयक मध्य रे सदाप्रभुंकर शपथ हेब। पशु स्वामी सेई शपथ ग्रहण करिवो, पुणी से परिशोध करिवो नाही। मात्र जेबे ताहा निकटରୁ चोरी जाए तेबे से ताहार स्वामी की ताहार मूल्य देव। जेबे से पशु विदीर्ण हुए तेबे से प्रमाण निमंते ताहा आणु, से विदीर्ण पशुर मूल्य देव नाही। आउ केही जेबे अपना प्रतिवासीर पशु मागी निए और ताहार स्वामी ताहा सहित न थाई से भग्नांग हुए कि मरे तेबे से नित्यांत्य ताहार मूल्य देव। मात्र जेबे ताहार स्वामी ताहा निकटरे थाए तेबे ताहार मूल्य देव नाही। जेबे से भड़ाटिया पशु हुए तेबे ताहा भड़ा मध्यरे आसीबो। आउ केही जेबे अबाग्दत्ता कन्या को फुसलाई ताहा सहित शयन करे तेबे से ताहाकु कन्या मूल्य देई अवश्य विवाह करिवो। जेबे पिता ताहा सहित अपना कन्यार विवाह देवाकु नित्यांत असम्मत हुए तेबे से कन्या मूल्यर व्यवस्था अनुसार रूपा तौली देव। तुमे मायाविनी की जीविता रखिबो नाही। जे केही पशु सहित श्रृंगार करे ताहार अवश्य प्राणदंड हेब। जेउ लोक केवल सदाप्रभुंक बिना कोनोसी देवता निकटरे बलिदान करे से वर्जनीय रूपे विनष्ट हेब। तुमे विदेशी प्रति अन्याय और ताहा प्रति उपद्रव करिवो नाही, जेहेतु तुमे माने मिस्र देश रे विदेशी थिल। तुमे माने कोनोसी विधवा कि पितृहीन संतान को क्लेश देव नाही। तुमे सेमानकु कोनोसी प्रकार क्लेश देले सेमाने जेबे आंभ निकटरे खाली डाक पकाइबे तेबे आंभे अवश्य सेमानक डाक सुनिबा। पुणी आंभर क्रोध प्रज्वलित हेले आंभे तुम मानकु खड्ग द्वारा मारिबा। तहिरे आंभ मानकर भार्या माने विधवा हेबे और संतानगण पितृहीन हेबे। तुम्हे जेबे आंभ लोकमानक मध्यरे तुमर प्रतिवासी कोनोसी दरिद्र लोकକୁ ऋण दियो तेबे ता प्रति महाजन तुल्य हेब नाही और ताहाठारु सुध नेब नाही। जेबे तुमे अपना प्रतिवासीर वस्त्र बंधक रखिबो तेबे तुमे सूर्यास्त पूर्वे ताहाकु फेराई देव।
କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର। ସେ କାହିଁରେ ଶୟନ କରିବ? ପୁଣି ସେ ଯେବେ ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ। ତୁମ୍ଭେ ଆପଣା ପରମେଶ୍ୱରକୁ ଅବଜ୍ଞା କରିବ ନାହିଁ, ପୁଣି ଆପଣା ଲୋକମାନଙ୍କର ଅଦକ୍ଷକୁ ଶାପ ଦେବ ନାହିଁ। ତୁମେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ ଫଳାଦିର ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ। ତୁମେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭକୁ ଦେବ, ପୁଣି ଆପଣା ଗୋରୁ ଓ ମେଷାଦି ପ୍ରତି ତଦ୍ରୂପ କରିବ। ସେ 7 ଦିନ ଆପଣା ମାତା ସହିତ ରହିବ, ଅଷ୍ଟମ ଦିନରେ ତୁମେ ତା ଆମ୍ଭକୁ ଦେବ। ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ। ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ। ତୁମେମାନେ ତାହା କୁକୁରମାନଙ୍କ ଆଗରେ ପକାଇଦେବ। ଯାତ୍ରା ପୁସ୍ତକ 23 ପର୍ବ। ତୁମେ ମିଥ୍ୟା ପବାଦ ଉତ୍ଥାପନ କରିବ ନାହିଁ। ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ। ତୁମେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାତବର୍ତ୍ତୀ ହେବ ନାହିଁ। ପୁଣି ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ। କେବଳ ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁ। ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ ଅବଶ୍ୟ ତା ନିକଟକୁ ତାହା ଘେନିଯିବ। ତୁମେ ଆପଣା ବୈରୀର ଗର୍ଦ୍ଧବକୁ ଭାର ତଳେ ପଡ଼ିଥିବାର ଦେଖିଲେ ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ। ଦରିଦ୍ରର ବିଚାରରେ ତୁମେ ତା ପ୍ରତି ଅନ୍ୟାୟ କରିବ ନାହିଁ। ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ, ପୁଣି ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ। ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ। ତୁମେ ଲାଞ୍ଚ ନେବ ନାହିଁ, କାରଣ ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। ତୁମେ ବିଦେଶୀ ପ୍ରତି ଉପଦ୍ରବ କରିବ ନାହିଁ, କାରଣ ତୁମେ ବିଦେଶୀର ମନ ଜାଣୁଅଛ। ଯେହେତୁ ତୁମେମାନେ ମିଶର ଦେଶରେ ବିଦେଶୀ ଥିଲ, ଆଉ ତୁମେ ଆପଣା ଭୂମିରେ 6 ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ। ମାତ୍ର 7ମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ। ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ। ସେମାନେ ଯାହା ଅବଶିଷ୍ଟ ରଖିବେ ତାହା ବନ୍ୟ ପଶୁମାନେ ଖାଇବେ। ପୁଣି ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ପ୍ରତି ମଧ୍ୟ ସେ ରୂପେ କରିବ। ତୁମେ 6 ଦିନ ଆପଣା କର୍ମ କରି 7ମ ଦିନରେ ବିଶ୍ରାମ କରିବ। ତହିଁରେ ତୁମର ଗୋରୁ ଓ ଗର୍ଦ୍ଧବ ବିଶ୍ରାମ ପାଇବେ। ପୁଣି ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱସ୍ତ ହେବେ। ଆମ୍ଭେ ତୁମମାନଙ୍କୁ ଯାହା ଯାହା କହିଅଛୁ ସେ ସମସ୍ତ ବିଷୟରେ ସାବଧାନ ହୁଅ। ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କେବଳ ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ। ତୁମେ ବର୍ଷ ମଧ୍ୟରେ 3 ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତାଡ଼ି ଶୂନ୍ୟ ରୋଟିର ଉତ୍ସବ ପାଳନ କରିବ। ଆମ୍ଭ ଆଜ୍ଞାନୁସାରେ ଆବିବ ମାସର ନିରୂପିତ ସମୟରେ 7 ଦିନ ତାଡ଼ି ଶୂନ୍ୟ ରୋଟି ଭୋଜନ କରିବ, ଯେହେତୁ ତୁମେ ସେହି ସମୟରେ ମିଶର ଦେଶରୁ ମୁକ୍ତି ପାଇଅଛ। ପୁଣି କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ। ଆଉ ତୁମ୍ଭେ ଶସ୍ୟ ଛେଦନ ଉତ୍ସବ ଅର୍ଥାତ୍ କ୍ଷେତ୍ରରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର। ପୁଣି ବର୍ଷ ଶେଷରେ କ୍ଷେତ୍ରରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର। ବର୍ଷ ମଧ୍ୟରେ 3 ଥର ତୁମ୍ଭର ସମସ୍ତ ପୁଜାତି ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ। ତୁମେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ। ପୁଣି ଆମ୍ଭ ଉତ୍ସବ ସମ୍ପର୍କୀୟ ମେଦ ରାତ୍ରି ଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ। ତୁମ ଭୂମିର ପ୍ରଥମଜାତ ଫଳ ତୁମ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମେ ଛାଗ ବତ୍ସକୁ ତାହାର ମାତୃଦୁଗ୍ଧରେ ପାକ କରିବ ନାହିଁ। ଦେଖ, ଆମ୍ଭେ ତୁମକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରିଅଛୁ। ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର। ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ, କାରଣ ସେ ତୁମ୍ଭମାନଙ୍କର ଅଧର୍ମ କ୍ଷମା କରିବେ ନାହିଁ, ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି। ମାତ୍ର ତୁମ୍ଭେ ଯେବେ ନିତ୍ୟାନ୍ତ ତାହାଙ୍କର ରବରେ ଅବଧାନ କରିବ, ପୁଣି ଆମ୍ଭେ ଯାହା ସବୁ କହୁ ତାହା କରିବ, ତେବେ ଆମ୍ଭେ ତୁମ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ୍ଭ ବୈରୀମାନଙ୍କର ବୈରୀ ହେବା। କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରିୟ ଓ ହିତୀୟ ଓ ପିରିସିୟ ଓ କିଣାନୀୟ ଓ ହିଦୀୟ ଓ ଜିବୁସିୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ,
ଓ ସେମାନଙ୍କ ସେବା କରିବ ନାହିଁ। ପୁଣି ସେମାନଙ୍କ କ୍ରିୟା ଅନୁସାରେ କ୍ରିୟା କରିବ ନାହିଁ, ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ। ତୁମ୍ଭେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବ, ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଜଳରେ ଆଶୀର୍ବାଦ କରିବେ। ପୁଣି ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା। ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି କେହି ବନ୍ଧ୍ୟା ହେବ ନାହିଁ। ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା। ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା। ପୁଣି ତୁମ୍ଭେ ଯେଉଁ ସବୁ ଲୋକମାନଙ୍କ ନିକଟରେ ଉପସ୍ଥିତ ହେବ, ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା। ଆମ୍ଭେ ତୁମ ଆଗେ ଆଗେ ବିରୁଡିମାନଙ୍କୁ ପଠାଇବା। ସେମାନେ ହିଦିୟ ଓ କିଣାନୀୟ ଓ ହିତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡାଇ ଦେବେ। ମାତ୍ର 1 ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡାଇ ଦେବା ନାହିଁ, ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ତୁମ୍ଭେ ଯେ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇନାହଁ ଓ ଦେଶ ଅଧିକାର କରିନାହଁ, ସେ ପର୍ଯ୍ୟନ୍ତ ଆମ୍ଭେ ତୁମ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡାଇ ଦେବା। ପୁଣି ଆମ୍ଭେ ସୁଫ ସାଗରଠାରୁ ପଲେଷ୍ଟିୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ ନଦୀ ପର୍ଯ୍ୟନ୍ତ ତୁମର ସୀମା ନିରୂପଣ କରିବା। କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡାଇ ଦେବ। ତୁମେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ। ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ଯେହେତୁ ତୁମ୍ଭେ ଯେବେ ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମର ଫାନ୍ଦ ସ୍ୱରୂପ ହେବ। ଗୁଡ୍ ମର୍ଣ୍ଣିଂ। ବାଇବଲ ପଠନ କକ୍ଷକୁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଜି ଦିନ ସଂଖ୍ୟା 16 ଗୁରୁବାର। ଆଜି ଆମ୍ଭେମାନେ ଯାତ୍ରା ପୁସ୍ତକ 20 ପର୍ବ ଠାରୁ 23 ପର୍ବ ପର୍ଯ୍ୟନ୍ତ ପାଠ କଲେ। ଇସ୍ରାଏଲ ସନ୍ତାନଗଣ ସହିତ ନିୟମ କଲା ଉତ୍ତାରେ ଈଶ୍ୱର ସେମାନଙ୍କୁ 10 ଆଜ୍ଞା ଦେଲେ ଓ ସେମାନଙ୍କୁ 10 ଆଜ୍ଞାର ବ୍ୟବସ୍ଥା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଶିକ୍ଷା ଦେଲେ। ଯାତ୍ରା ପୁସ୍ତକ 20 ପର୍ବରୁ 23 ପର୍ବ ହେଉଛି ମୋଶାଙ୍କୁ ଈଶ୍ୱର ଦେଇଥିବା ପ୍ରଥମ ଆଜ୍ଞା। ବ୍ୟବସ୍ଥା ଦେବା ହେଉଛି ଯାତ୍ରା ପୁସ୍ତକର ମୁଖ୍ୟ ପ୍ରସଙ୍ଗ। 25 ଲକ୍ଷ ଲୋକଙ୍କୁ ପରିଚାଳନା କରିବା ପାଇଁ ବ୍ୟବହାରିକ ଆବଶ୍ୟକତା ଗୁଡ଼ିକୁ ଜଣାଇବା ନିମନ୍ତେ ଈଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ବ୍ୟବସ୍ଥା ପ୍ରଦାନ କଲେ। ଯାତ୍ରା ପୁସ୍ତକ 20 ପର୍ବରେ 10 ଆଜ୍ଞା ଉଲ୍ଲେଖ କରାଯାଇଛି, ଯାହା ହେଉଛି ବ୍ୟବସ୍ଥାର ମୂଳଦୁଆ। ଏଥି ଉତ୍ତାରେ ବେଦୀ, ଏବ୍ରିୟ ଦାସ ଏବଂ ହିଂସା ଏପରି ଅନେକ ବିଷୟରେ ସେ ବ୍ୟବସ୍ଥା ଦେଲେ। ଈଶ୍ୱର ଦେଇଥିବା ସମସ୍ତ ବ୍ୟବସ୍ଥାର ସାର ଯୀଶୁଙ୍କ କହିବା ସଦୃଶ୍ୟ ଈଶ୍ୱରଙ୍କୁ ପ୍ରେମ କରିବା ଓ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ଅଟେ। ତଥା ଈଶ୍ୱରଙ୍କୁ ପ୍ରେମ କରିବା ଓ ପ୍ରତିବାସୀକୁ ପ୍ରେମ କରିବା ହିଁ ସମସ୍ତ ବ୍ୟବସ୍ଥାର ସାର। ଇସ୍ରାଏଲ ସନ୍ତାନଗଣ ସହିତ ଯେତେବେଳେ ଆମେ ପ୍ରାନ୍ତର ଦେଇ ଯାତ୍ରା କରିବା, ଆମେ ଜାଣିବା ଯେ ଈଶ୍ୱର କିଏ ଅଟନ୍ତି, ବ୍ୟବସ୍ଥାର ମୂଳ ବାର୍ତ୍ତା କ'ଣ ଅଟେ ଓ ଇସ୍ରାଏଲ ସନ୍ତାନଗଣ ମୋର ମନୋନୀତ ଲୋକ, ଏଣୁ ସେମାନେ ମୋର ବ୍ୟବସ୍ଥା ଅନୁସାରେ ଜୀବନଯାପନ କରିବା ଉଚିତ। ଏହି ସମସ୍ତ ଉକ୍ତିର ଅର୍ଥକୁ ଆମେ ବୁଝିପାରିବା। ଏହି ଯେଉଁ ସମସ୍ତ ଅନ୍ୟାନ୍ୟ ଆଜ୍ଞାମାନ ସେ ଦେଇଛନ୍ତି, ତାହାକୁ ଆମେ ସ୍ପଷ୍ଟ ଭାବରେ ସେ ପ୍ରାନ୍ତର ମଧ୍ୟରେ ଇସ୍ରାଏଲ ଲୋକମାନଙ୍କର ପ୍ରସଙ୍ଗରେ ଆମେ ବୁଝିପାରିବା। ପଠିତ ଶାସ୍ତ୍ରାଂଶରେ ପ୍ରଭୁ ଆଜି ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।